ରେଜାଙ୍ଗାଲା ଶହୀଦ ମାଟିର ଦେଶବ୍ୟାପୀ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଅଖିଳ ଭାରତବର୍ଷୀୟ ଯାଦବ ମହାସଭା, ଉତ୍କଳ ଯାଦବ ମହାସଭା, ଓଡ଼ିଶା କଳସ ଯାତ୍ରା ରଥ ସୁବର୍ଣ୍ଣପୁର ଜିଲ୍ଲାରେ ଏକ ବାଇକ୍ ରାଲି ମାଧ୍ୟମରେ କୁଞ୍ଜ ଛକରୁ ବାହାରି ମା ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ। ଏହି କଳସ ଯାତ୍ରା ସୋନପୁର ଟାଉନ ସଭାପତି ପ୍ରଫୁଲ୍ଲ ନାୟକଙ୍କ ପ୍ରତିନିଧିତ୍ୱରେ ଏହି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଯାଦବ ସଂଘ ସଭାପତି ତପନ କୁମାର ଜୁଆଡ଼ି ଯାଦବ ସମାଜର ସମ୍ମାନ ବଜାୟ ରଖିବା ନେଇ ଏହି ଯାତ୍ରା ଅନୁଷ୍ଠିତ ହୋଇଥିବା ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଥିଲେ। ଆଜ୍ଞା, ଏ କଳସ ଯାତ୍ରା ଗୋଟେ ବୀରତ୍ୱର ପରିଚୟ। ରାଜିଙ୍ଗଲା ଯୁଦ୍ଧରେ 114 ଜଣ ଯାଦବ ଶହୀଦ ହୋଇଥିଲେ ଏବଂ ତାଙ୍କର ବୀରତ୍ୱର ଗାଥା, ତାଙ୍କର ସେଇ ଯାଦବ ଜାତିର ସମ୍ମାନକେ ବଜାୟ ରଖବା ଲାଗି, ମନେ ପକାବାର୍ ଲାଗି ଆଜିର ଏ କଳସ ଯାତ୍ରା। ତ এইটা ଖାଲି ଯାଦବମାନଙ୍କର ଯାତ୍ରା ନୁହଁ, ସମଗ୍ର ଭାରତବର୍ଷର ଭାରତବାସୀମାନଙ୍କର ଯାତ୍ରା। ଏବଂ ସେଇ ବୀର ଯବାନ ଯେଉଁମାନେ ତାଙ୍କର ନିଜର ପ୍ରାଣବଳି ଦେଇଛନ୍, ସେମାନେ ଯାଦବ ଭିତରୁ ନିଜେ ଗର୍ବିତ ହେଇଛୁ। ଏବଂ ଅଖିଳ ଭାରତୀୟ ବର୍ଷୀୟ ଯାଦବ ମହାସଭାର ନିର୍ଦ୍ଦେଶ କ୍ରମେ ଉତ୍କଳ ଯାଦବ ମହାସଭାର ଆଦେଶରେ ସମଗ୍ର ଓଡ଼ିଶା ପ୍ରଦେଶ ପରିଭ୍ରମଣ କରୁଛେ। ଆଉ ଆଜି ଆମର ସୋନପୁରରେ ପ୍ରତିଷ୍ଠିତ ବା ପ୍ରବେଶ କରିକି এই ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ ହେଇଛେ। ତ ନିଜେ ଯଦି ଜଣେ ଯାଦବ ହିସାବରେ ନିଶ୍ଚୟ ଗର୍ବିତ ମନେ କର୍ମି, ଯେହେତୁ ସେଇ ଯାଦବ ମାନେ ଯୁଦ୍ଧ କରି ଆମର ପଡ଼ୋଶୀ ରାଷ୍ଟ୍ର ଶତ୍ରୁ ରାଷ୍ଟ୍ର ଚୀନକୁ ପରାଜିତ କରିଥିଲେ ଏବଂ ଆମର ଭାରତ ମାତାକୁ ବଜାୟ ରଖିଥିଲେ। ସେଥିପାଇଁ ମୁଁ ନିଜେ ଗର୍ବିତ ଅଛି। ମୁଁ ଆଜି এই ସୋନପୁର ଜିଲ୍ଲା ଯାଦବ ମହାସଭାର ସଭାପତି ହିସାବରେ ଅଛେ ଏବଂ ଉତ୍କଳ ଯାଦବ ମହାସଭାର କର୍ମକର୍ତ୍ତା ମଧ୍ୟ ଆସିଛନ୍ତି। ଆମର ଉତ୍କଳ ଯାଦବ ମହାସଭାର ମହାସଚିବ ନିଜେ କଣ୍ଟାବାଞ୍ଜି ବିଧାୟକ ତଥା ବଲାଙ୍ଗୀର ସଭାପତି ଲକ୍ଷ୍ମଣ ବାଗ ମହୋଦୟ ଆମ ଗହଣରେ ଆସିଛନ୍ତି। ଆଉ ନୂଆପଡ଼ାରୁ ଆମର ଆସୁଛନ୍ତି, ଖରିଆର ନୂଆପଡ଼ାରୁ ଲମ୍ବୋଦର ନିଆଲ ମହୋଦୟ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଯାଦବ ମହାସଭାର ମହାସଚିବ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ଭୋଇ 1962 ମସିହାରେ ହୋଇଥିବା ଭୀଷଣ ଯୁଦ୍ଧରେ ଯାଦବ ସମାଜର ସଂଗ୍ରାମୀ ମାନେ ଅଂଶଗ୍ରହଣ କରିଥିବା ନେଇ ମନେ ପକାଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ବିଗତ 1962 ମସିହାରେ ଭାରତ ଆଉ ଚୀନର ଯୁଦ୍ଧ ହେଇଥିଲା। ସେହି ଯୁଦ୍ଧ 21 ଦିନ ଧରି ଚାଲିଥିଲା। ଆଉ ଯୁଦ୍ଧରେ ଶେଷ ପର୍ଯ୍ୟାୟରେ 120 ସୈନିକ ବଞ୍ଚିକରି ଥିଲେ। ଆଉ ସେ 120 ସୈନିକର ମଧ୍ୟରୁ 1300ରୁ ଉର୍ଦ୍ଧ୍ୱ ଚୀନର ସୈନିକକୁ ବିନାଶ କରିପାରିଥିଲେ। ଆଉ ନିଜେ ସାମ୍ନା ପଟୁ ଗୁଲି ଖାଇକରି ଶହୀଦ ହେଇଥିଲେ। 120 ଜଣ ଭିତରୁ କେବଳ 114 ଜଣ ଯାଦବ ସୈନିକ ଥିଲେ। ଆଉ ଆଜି ଯାଦବ ସମାଜ, ଅଖିଳ ଭାରତୀୟ ଯାଦବ ମହାସଭା ଆଜି ଏଟାକୁ ପରିଚାଳନା କରୁଛି। ଯାଦବ ସମାଜ ଆଜି ମନେ ପକାଉଛି ସୈନିକମାନଙ୍କୁ। ସମସ୍ତ ଭାରତୀୟ ସୁରକ୍ଷିତ ପାଇଁ ଶହୀଦ ହୋଇଥିବା ସମସ୍ତ ସୈନିକମାନଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଏବଂ ରେଜେଙ୍ଗେଲାରୁ ଗୋଟେ ତାଙ୍କର ବୀର ମାଟିର କଳସ ଯାତ୍ରା ନେଇକରି ସାରା ଭାରତବର୍ଷରେ ଏଟାର ସ୍ୱାଗତ ସମ୍ବର୍ଦ୍ଧନା ଚାଲିছে। ଆଜି ସେହି କଳସ ଯାତ୍ରା ଭାରତବର୍ଷରୁ ରେଜେଙ୍ଗାଲା କଳସ ସୋନପୁର ଜିଲ୍ଲାର ମାଟିକେ ପହଞ୍ଚିছে। ସୋନପୁର ଜିଲ୍ଲା ସ୍ୱାଗତ ଜଣାଉଛେ ଏବଂ ଯାଦବ ମହାସଭା ଚାହୁଁଛେ ଇଏ 114 ଶହୀଦ ଯାଦବଙ୍କର ସହିତ ଇଏ ଅହିର ମାନ୍ୟତା ଦେବା ପାଇଁ ଦାବି ମଧ୍ୟ କରି ଆସିছে ବିଗତ ଦିନୁ। ଆଜି ଯେନ୍ କ୍ଷେତ୍ରରେ ଦେଖିବେ, ଯେନ୍ ଯୁଦ୍ଧରେ ଦେଖିବେ, ସବୁବେଳେ ଯାଦବ ଆଗେଇ ରହିକରି ଇଏ ସାରା ଭାରତବର୍ଷର ମାନେ ରକ୍ଷା କରି ଚାଲିছে। ଯାଦବ ମାନେ ସବୁବେଳେ ନିଜ ଜୀବନରେ ଆଗେଇକରି ଅଛନ୍। ତାର୍ ଲାଗି ଆମେ ଆଜି ଇଏ ଭାରତବର୍ଷର କଳସ ଯାତ୍ରାକେ ଖାଲି ଯାଦବ ଜାତି ବୋଲି ନାହିଁ, ବିଭିନ୍ନ ସମ୍ପ୍ରଦାୟର ଲୋକ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଯାଉଛନ୍। ଏଥିର୍ଲାଗି ଆଜି ଆମେ ଭାଗ୍ୟ କରିଥିଲୁ ଆଜି ସୋନପୁର ମାଟିରେ ଏ କଳସ ପାଇପାରିଛୁ। ବୀର ଯବାନମାନଙ୍କର ପବିତ୍ର
सारा ओडिशा रे आपण गोटे चर्चित चेहरा बोले भावसन जेहेतु सीएम के हरिजन 24 बरस गोटे मुई तो पहला धन्यवाद देमी कंटाबांजी विधानसभा दुर्लभ कार्यकर्ता और कंटाबांजी जनसाधारण को निर्वाचन सही माने लड़ुले आ जीत सही मानकर अच्छे केवल जड़े दास हिसाब रे तांकर गोटे सेवक हिसाब रे मुई तांकर सेवा करी आसुचे एवं ये सेवा मनोभाव मते जेन बलिया तांकर विश्वास आउ आशीर्वाद परिश्रम जो भाया मते देइछन सेटा निश्चित भाव रे तांकर सेवा पाई देइछन सब बेले मोर सेवा मनोभाव रहबा। युव यादव समाज सभापति सुरेश सान्नक समेत 6 ब्लॉक सभापति और नंदी दुर्बादल बाबुली नाग पीतबास भई अरविंद भई प्रमुख योगदान करथिले।